କୁଚିଣ୍ଡାରେ ତିରଙ୍ଗା ଶୋଭାଯାତ୍ରା ଯୋଗଦେଲେ କ୍ୟାବିନେଟ୍ ମନ୍ତ୍ରୀ ରବି ନାୟକ। ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନା ଯେପରି ଭାବରେ ଅଦମ୍ୟ ପରାକ୍ରମ, ଧୈର୍ଯ୍ୟ ଓ ଶକ୍ତିର ପ୍ରଦର୍ଶନ କରିଛି, ତାହା ଆମ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭାରତୀୟ ଏକତା ମଞ୍ଚର ଆହ୍ୱାନକ୍ରମେ କୁଚିଣ୍ଡାର ବିଭିନ୍ନ ସାମାଜିକ ସଂଗଠନ ଏବଂ ସାଧାରଣ ଜନତା ମିଳିତ ଭାବରେ ଏକ ବିରାଟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ କରିଥିଲେ। ଉକ୍ତ ଶୋଭାଯାତ୍ରାରେ ପ୍ରଥମେ କୁଚିଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଆରମ୍ଭ ହୋଇ କୁଚିଣ୍ଡା ସହର ସାରା ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ତଥା ସ୍ଥାନୀୟ ବିଧାୟକ ରବି ନାରାୟଣ ନାୟକ ଯୋଗ ଦେଇଥିବା ବେଳେ ସମ୍ବଲପୁର ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର ଏବଂ କୁଚିଣ୍ଡାର ବହୁ ଜନସାଧାରଣ ଯୋଗ ଦେଇଥିଲେ। କୁଚିଣ୍ଡାରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍। ଦେଖନ୍ତୁ, ଆଜି କୁଚିଣ୍ଡାରେ ଭାରତୀୟ ଏକତା ମଞ୍ଚ ପକ୍ଷରୁ ଏ ଭାରତ ବର୍ଷରେ ଯେଉଁଭଳି ଭାବରେ ପାକିସ୍ତାନ ଅସ୍ଥିରତା ସୃଷ୍ଟି କରୁଛି ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ଏହି ଆତଙ୍କବାଦ ପ୍ରୋତ୍ସାହନ ବଳରେ ଯେଉଁଭଳି ଭାବରେ ଭାରତର ନିରୀହ ଜନସାଧାରଣ ପହଲଗ୍ରାମରେ ଆପଣଙ୍କର 28 ଜଣ ମୃତ୍ୟୁବରଣ କଲେ, ଆମର ମାଆମାନଙ୍କର ଯେଉଁ ମଥାରୁ ସିନ୍ଦୁର ପୋତି ହୋଇଗଲା, ସେହି ସିନ୍ଦୁର ପ୍ରତିବଦଳରେ ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବର୍ଷର 3 ସେନା, ସ୍ଥଳସେନା, ଜଳସେନା ଏବଂ ବାୟୁସେନା ଅପରେସନ୍ ସିନ୍ଦୁର ଜରିଆରେ ଯେଉଁଭଳି ଭାବରେ ଜବାବ ଦେଲେ, ତାହା ପାଇଁ ଆଜି ସେମାନଙ୍କୁ ନେଇକରି ଏ ଦେଶ ଗର୍ବ ଅନୁଭବ କରୁଛି ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ସାହସ ପ୍ରଦାନ କରିବା ପାଇଁ ଆଜି ଭାରତୀୟ ଏକତା ମଞ୍ଚ ପକ୍ଷରୁ ଏହି ଶୋଭାଯାତ୍ରା ହେଇଥିଲା। ଏଠି କୁଚିଣ୍ଡାର ବିଭିନ୍ନ ସାମାଜିକ ସଂଗଠନ ଯୋଡ଼ି ହୋଇଥିଲେ ଏବଂ ଆମର ଏଠିକାର ଯେଉଁ ସ୍ଥାନୀୟ ପ୍ରତିନିଧି ଅଛନ୍ତି ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଯୋଡ଼ି ହୋଇଥିଲେ। ଏଇଟା ଆମ ପାଇଁ ନିଶ୍ଚିତ ଭାବରେ ସୌଭାଗ୍ୟର କଥା।